ଭାଉଜ ଭାଇରାଲ ହେଇଗଲା କିନ୍ତୁ ଝିଅ ନା ଜଣା ପଡ଼ିଲାନି। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛି ରକେଶନ ଯାତ୍ରା ଗପସପରେ। ମୁଁ ରାଜେନ୍ଦ୍ର। ଆଜି ମୋ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଜଣେଇବି ସୁନୀଲ କୁମାର ରାଉତ ପ୍ରଯୋଜିତ 2627 ଯାତ୍ରା ଋତୁରେ ଯାତ୍ରା ମଇଦାନରେ ପାଦ ଦେବାକୁ ଯାଉଛି ହାଇ ବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ ଅପେରା ସୂର୍ଯ୍ୟବଂଶୀ। ଏହି ଅପେରା ସୂର୍ଯ୍ୟବଂଶୀର ଷ୍ଟାରକାଷ୍ଟ ମୋ ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିସାରିଛନ୍ତି। ଯେଉଁମାନେ ଜାଣିନାହାନ୍ତି ତାହେଲେ ଏହି ଭିଡ଼ିଓ ଦେଖିଲେ ଜାଣିପାରିବେ। ଅପେରା ସୂର୍ଯ୍ୟବଂଶୀ 2627 ଯାତ୍ରା ଋତୁ ପାଇଁ କେଉଁ କେଉଁ ନାଟକ ନାଁ ଘୋଷଣା କରିଛି, ସେ ନାଟକକୁ ରଚନା କିଏ କରିଛନ୍ତି, ନିର୍ଦ୍ଦେଶନା କିଏ ଦେବେ, ମୋ ସହିତ ରହି ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଦେଖନ୍ତୁ, ଜାଣିପାରିବେ। ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ଆଜ୍ଞା ହଁ, ସୁନୀଲ କୁମାର ରାଉତଙ୍କ ପ୍ରଯୋଜିତ ଅପେରା ସୂର୍ଯ୍ୟବଂଶୀ 2627 ଯାତ୍ରା ଋତୁରେ ଯାତ୍ରା ମଇଦାନରେ ପାଦ ଦେବାକୁ ଯାଉଛି। ଆପଣମାନେ ତ ଅପେରା ସୂର୍ଯ୍ୟବଂଶୀର ଷ୍ଟାରକାଷ୍ଟ ଦେଖିସାରିଛନ୍ତି ମୋ ଭିଡ଼ିଓ ମାଧ୍ୟମରେ। ଆପଣମାନଙ୍କୁ ଅପେରା ସୂର୍ଯ୍ୟବଂଶୀ 4 ଗୋଟି ନାଟକର ନାଁ ଆପଣମାନଙ୍କୁ ଜଣାଇ ଦେଉଛି। ପ୍ରଥମ ନାଟକଟି ରଚନା କରିଛନ୍ତି ହରବାରିକ, ନିର୍ଦ୍ଦେଶନା ଦେବେ ବି ସେ ହରବାରିକ। ନାଟକର ନାଁ ହେଉଛି ଭାଉଜ ଭାଇରାଲ। ମନେ ରହିଲା ନାଟକ, ପ୍ରଥମ ନାଟକ ନାଁ ହେଉଛି ଭାଉଜ ଭାଇରାଲ, ଯାହାକୁ ରଚନା କରିଛନ୍ତି ହରବାରିକ, ନିର୍ଦ୍ଦେଶନା ଦେବେ ବି ସେଇ। ଦ୍ୱିତୀୟ ନାଟକ ଯାହାକୁ ରଚନା କରିଛନ୍ତି ଆମର ପପୁ ବ୍ରହ୍ମ, ନିର୍ଦ୍ଦେଶନା ଦେବେ ଆମର ବିନୋଦ ରାଉତ। ନାଟକର ନାଁ ହେଉଛି ଝିଅର ନାଁ ମନେ ପଡ଼ୁନି। ଅପେରା ସୂର୍ଯ୍ୟବଂଶୀର ତୃତୀୟ ନାଟକ ଯାହାକୁ ରଚନା କରିଛନ୍ତି ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଦେବେ ମହେଶ ହାଜରା, ସଙ୍ଗୀତ ବୈଦ୍ୟନାଥ ଦାସ। ନାଟକର ନାଁ ହେଉଛି ନାରୀ ନୁହେଁ ତୁ ନାରାୟଣୀ। ଅପେରା ସୂର୍ଯ୍ୟବଂଶୀର ଚତୁର୍ଥ ନାଟକ ନାଟ୍ୟକାର ଆଶୁତୋଷ ମହାପାତ୍ରଙ୍କ ନାଟକ, ନିର୍ଦ୍ଦେଶନା ବି ସେଇ ଆଶୁତୋଷ ମହାପାତ୍ର, ନିର୍ଦ୍ଦେଶନା ଦେବେ। ନାଟକର ନାଁ ହେଉଛି ତୋ ସିନ୍ଦୁରରେ ମୁଁ ସୁନ୍ଦର ହେବି। ମନେ ରହିଲା, ତୋ ସିନ୍ଦୁରରେ ମୁଁ ସୁନ୍ଦର ହେବି। ଆପଣମାନେ ଦେଖିଛନ୍ତି ଅପେରା ସୂର୍ଯ୍ୟବଂଶୀରେ ରତି ମିଟୁନା ଯୋଗ ଦେଉଛନ୍ତି। ଯେଉଁ ରତି ମିଟୁନା 17-18 ବର୍ଷ କାଳ କୋଣାର୍କ ଗଣନାଟ୍ୟରେ କାଟି ଦେଇଛନ୍ତି। ଆଜି ସେଇ ରତି ମିଟୁନା ଅପେରା ସୂର୍ଯ୍ୟବଂଶୀରେ ଯୋଗ ଦେଉଛନ୍ତି। ପିୟୁଷଙ୍କ ଭଳି ହାଇଦର ନାଟକରେ 2526 ଯାତ୍ରା ଋତୁରେ ଯୁବ ଅଭିନେତା ଡ୍ୟାନି ବହୁତ ନାଁ କମେଇଛନ୍ତି। ସେଇ ଡ୍ୟାନିକୁ ଆପଣମାନେ ସମସ୍ତେ ଏଥର 2627 ଯାତ୍ରା ଋତୁରେ ଅପେରା ସୂର୍ଯ୍ୟବଂଶୀ ଦେଖିବା ପାଇଁ ପାଇବେ। ଅପେରା ସୂର୍ଯ୍ୟବଂଶୀରେ ବହୁତ ସୁନ୍ଦର ସୁନ୍ଦର କଳାକାର ରହିଛନ୍ତି 2627 ଯାତ୍ରା ଋତୁ ପାଇଁ। ଆପଣମାନଙ୍କୁ ଅପେରା ସୂର୍ଯ୍ୟବଂଶୀ ତାର ଯେଉଁ 4ଟି ନାଟକ ଘୋଷଣା କରିଛି ଆପଣମାନଙ୍କୁ କହିଦେଲି। ଆପଣମାନେ ମୋ ଭିଡ଼ିଓ ମାଧ୍ୟମରେ ଜାଣିସାରିଲେ। ଅପେରା ସୂର୍ଯ୍ୟ ଆଗାମୀ ଦିନରେ ଅପେରା ସୂର୍ଯ୍ୟବଂଶୀ ଆଉ ଯେତେ ଖଣ୍ଡି ନାଟକ ନାଁ ଘୋଷଣା କରିବ ନିଶ୍ଚିନ୍ତ ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଜଣେଇବି। ଯଦି ଭିଡ଼ିଓଟି ଭଲ ଲାଗିଲା ନିଶ୍ଚିନ୍ତ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସାଙ୍ଗସାଥୀ ସେୟାର କରନ୍ତୁ। ଯଦି ନୂଆ କରି ଭିଡ଼ିଓ ଦେଖୁଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଯଦି ଫେସବୁକରେ ଦେଖୁଛନ୍ତି ତାହେଲେ ଫେସବୁକ୍ ଆଇଡ଼ି ଫଲୋ କରି ରଖନ୍ତୁ। ସବୁବେଳେ କହିଛି ରାଜେନ୍ଦ୍ର ବେହେରା ଫେସବୁକ୍ ଆଇଡ଼ି ରକେଶନ ୟୁଟ୍ୟୁବ୍ ଚ୍ୟାନେଲରେ ଯାତ୍ରା ଫ୍ରେଶ୍ ଖବର ପାଇପାରିବେ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ଆଉ ସୁସ୍ଥ ବି ଥିବେ। ପୁଣି ଦେଖା ହେବ ଆଉ ଏକ ଯାତ୍ରା ଭିଡ଼ିଓରେ। ଜୟ ଜଗନ୍ନାଥ।